ବରପାଲି ତୋର ସ୍ନିଗ୍ଧ କୋଳରେ ଯାତନୁ ହୋଇଛି ଖାର। ଖାର ନୁହେଁ ସେ ତ କୋଟି ଓଡ଼ିଆର ପୁଞ୍ଜିତ ହାହାକାର। ତାହା ପାଦେ ନମସ୍କାର, ତାହା ପାଦେ ନମସ୍କାର। ରେଣୁ ରେଣୁ ଯାର ସଞ୍ଚରି ଯାଇଛି ଗଙ୍ଗାଧରୀୟ ଧାର। ଦରିଦ୍ରତା ପଙ୍କପୂର୍ଣ୍ଣ ଜୀବନ ସରୋବରରୁ ଜନ୍ମ ଲାଭ କରିଥିଲା କବି ରଙ୍ଗାଜୀବ ଗଙ୍ଗାଧରଙ୍କର ସୁକୁମାର ସାହିତ୍ୟ ସରୋଜ। ଦରିଦ୍ରତା କିମ୍ବା ବ୍ୟର୍ଥ ଜୀବନ ଜୀବିକା ତାଙ୍କୁ ବାଣୀ ଆରାଧନାରୁ ନିବୃତ୍ତ କରିପାରିନଥିଲା। ତାଙ୍କ ସାହିତ୍ୟର ଆଦର୍ଶ ଥିଲା ଭାରତୀୟ ପୁରାଣ, ଦର୍ଶନ, ସଂସ୍କୃତି ଏବଂ ସଂସ୍କାର। ଆଉ ସେଇଥିପାଇଁ ତାଙ୍କ ସାହିତ୍ୟ ଓଡ଼ିଆ ସାହିତ୍ୟର ମାର୍ଗଦର୍ଶକ ଭାବରେ ବିବେଚିତ ହୁଏ। ଆଉ ମଧ୍ୟ ତାଙ୍କ ସାହିତ୍ୟର ଦୁଇଟି ଆଲୋକ ରଶ୍ମି ଆମେ ଯାହା କହୁଛେ ତପସ୍ୱିନୀ ଏବଂ ପ୍ରଣୟବଲ୍ଲରୀ। ପ୍ରଣୟବଲ୍ଲରୀର ଚତୁର୍ଥ ସର୍ଗ, ଯେଉଁଠି କଣ୍ୱ ମହର୍ଷି ତାଙ୍କର ପ୍ରିୟତମା କନ୍ୟା ଶକୁନ୍ତଳାକୁ ପତି ଗୃହ ଗମନ ସମୟରେ ଯେଉଁ ସୁନ୍ଦର ନୀତି ଶିକ୍ଷାମାଳା ପ୍ରଦାନ କରିଛନ୍ତି, ତାହା ନିଶ୍ଚିତ ଓଡ଼ିଆ ସାହିତ୍ୟରେ ସ୍ୱର୍ଣ୍ଣାକ୍ଷରେ ଲିପିବଦ୍ଧ ହୋଇ ରହିବ। ଏତାଦୃଶ ଭାବନା ଜଣେ ନିଃସଂସାରୀ, ଜଣେ ଋଷିପ୍ରବର କିଭଳି ଭାବରେ କନ୍ୟାକୁ ସମ୍ବୋଧନ କରୁଛନ୍ତି, ଭାରତୀୟ ସଂସ୍କାର, ଭାରତୀୟ ସଂସ୍କୃତି, ଭାରତୀୟ ଦର୍ଶନର ମୂଳ ଭିତ୍ତି, ଏଇ ଯେଉଁ କୁହାଯାଉଛି ସ୍ୱାମୀ ସ୍ତ୍ରୀ ଆଦର୍ଶ ଦାମ୍ପତ୍ୟ ଜୀବନର ମୂଳ ମନ୍ତ୍ର, ତାହାର ସୁନ୍ଦର ଏକ ସର୍ବେକ୍ଷଣ କରିଛନ୍ତି ଏବଂ ପରୀକ୍ଷା ନିରୀକ୍ଷା କରିଛନ୍ତି। ଅଥଚ ଏହା ଅଭିଜ୍ଞାନ ଶକୁନ୍ତଳମର ଛାୟାରେ ଲିଖିତ ନୁହେଁ, ଏହା ତାଙ୍କର ସମ୍ପୂର୍ଣ୍ଣ ମୌଳିକତା କବି ଗଙ୍ଗାଧର ମେହେରଙ୍କର। ଯେଉଁଭଳି ଭାବରେ ଜଣେ ପାଠକ ଏହି ଚତୁର୍ଥ ସର୍ଗକୁ ପ୍ରଣୟବଲ୍ଲରୀର ପାଠ କଲେ ଅଭିଭୂତ ହେବାକୁ ପଡ଼େ। କଣ୍ୱ ମହର୍ଷି ତାଙ୍କ କନ୍ୟା ଶକୁନ୍ତଳାକୁ ଯେଉଁଭଳି ଭାବରେ ନୀତିଶିକ୍ଷା ପ୍ରଦାନ କରୁଛନ୍ତି, ଦୁଷ୍ମନ୍ତଙ୍କ ଗୃହକୁ ଗମନ କଲାବେଳେ, ପତି ଗୃହକୁ ଗମନ କଲାବେଳେ, ତାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଏବଂ ସେଇଥିରୁ କତିପୟ ପଦକୁ ଆମେ ଆଜି ଆଲୋଚନା କରିବା। ପରମ କାରୁଣିକ କଣ୍ୱ ମହର୍ଷି ତାଙ୍କ କନ୍ୟା ଶକୁନ୍ତଳାକୁ କହୁଛନ୍ତି, ନାବ ବିନା କେହି ସାଗରେ ପଶିଲେ ଲଭଇ ଘୋର ବିପଦ। ସଂସାର ସାଗର ପାଇଁ ମହାପୋତ ଏକମାତ୍ର ସ୍ୱାମୀ ପଦ। ନା ନହେଲେ କେହି ଏହି ସମୁଦ୍ରକୁ ପାରି ହୋଇ ପାରନ୍ତି ନାହିଁ। ଏ ଯେଉଁ କୁହାଯାଉଛି ସଂସାର ରୂପକ ସମୁଦ୍ରକୁ ପାରି ହେବା ପାଇଁ ମହାପୋତ ଯେଉଁ କୁହାଯାଉଛି, ନାବ ନିଶ୍ଚିତ ସ୍ୱାମୀଙ୍କ ଯୁଗଳ ପାଦ। ଅର୍ଥାତ୍ ଜଣେ ନାରୀ କିଭଳି ଭାବରେ ପତିଭକ୍ତା ହେବା ଉଚିତ ଏବଂ ପତିହିତ ସାଧିନୀ ଏହି ବ୍ରତ ଆଚରଣ କରିବା ଉଚିତ, ତାହା ତାକୁ ସମୁଚିତ ଶିକ୍ଷା ଦେଉଛନ୍ତି କଣ୍ୱ ମୁନି। ଏବଂ ପରବର୍ତ୍ତୀ ପଦରେ ଅତି ସୁନ୍ଦର ଭାବରେ ମୁନିପ୍ରବର ବୁଝଉଛନ୍ତି ଶକୁନ୍ତଳାକୁ। କୁହାଯାଇଛି, ନାରୀମାନଙ୍କର ସ୍ୱାମୀଟି ଈଶ୍ୱର, ସ୍ୱାମୀଙ୍କ ଚରଣ ସ୍ୱର୍ଗ। ଲକ୍ଷ୍ମୀ ସଦା ପତିବ୍ରତାର ସଙ୍ଗିନୀ, ସ୍ୱାମୀ ପ୍ରୀତି ଅପବର୍ଗ। ନାରୀମାନଙ୍କର ନିଶ୍ଚିତ ଭାବରେ ସ୍ୱାମୀ ହେଉଛନ୍ତି ଈଶ୍ୱର ସଦୃଶ, କାରଣ ସ୍ୱାମୀଙ୍କର ଚରଣ ସତରେ ସ୍ୱର୍ଗ। ବିଡ଼ମ୍ବିତ ସମାଜରେ ଏ କଥା ଆଜି ଅପ୍ରଚଳିତ ହେଲେ ମଧ୍ୟ କିଭଳି ଭାବରେ ଗଙ୍ଗାଧରଙ୍କ ସାହିତ୍ୟ ଭାରତୀୟ ଆଦର୍ଶକୁ ଜାବୁଡ଼ି ଧରିଛି। ପରବର୍ତ୍ତୀ କଥାରେ ମଧ୍ୟ ସେ କହିଛନ୍ତି, ଲକ୍ଷ୍ମୀ କାଳେ କାଳେ ପତିବ୍ରତାର ସହାୟକ ହୁଅନ୍ତି। ଲକ୍ଷ୍ମୀ ସବୁବେଳେ ଯେ ପତିବ୍ରତା ନାରୀ ତା ସହିତ ସଖୀ ହୁଅନ୍ତି, ତାର ସଙ୍ଗିନୀ ହୁଅନ୍ତି, କାରଣ ସ୍ୱାମୀଙ୍କର ପଦ ନିଶ୍ଚିତ ଭାବରେ ମୋକ୍ଷର ମାର୍ଗ। କୁହାଯାଇଛି, ସ୍ୱାମୀ ପ୍ରୀତି ଅପବର୍ଗ। ସ୍ୱାମୀଙ୍କର ପ୍ରେମ, ସ୍ୱାମୀଙ୍କର ପ୍ରୀତି, ସ୍ୱାମୀଙ୍କର ପ୍ରଣୟ ନିଶ୍ଚିତ ଭାବରେ ଏକ ନାରୀ ପାଇଁ ମୋକ୍ଷର ମାର୍ଗ ଉନ୍ମୋଚନ କରିଥାଏ। ପରବର୍ତ୍ତୀ ପଦରେ ଆହୁରି ସୁନ୍ଦର ଭାବରେ କୁହାଯାଇଛି, ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ, ସ୍ୱାମୀ ସେବା ନାରୀ ଧର୍ମ।
ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ କର୍ମ। ବୁଝଉଛନ୍ତି କଣ ମୁନି ଏବଂ କହୁଛନ୍ତି ଦୁଷ୍ମନ୍ତଙ୍କ ଭବନରେ କିଭଳି ଭାବରେ ତୋତେ ଚଳିବାକୁ ହବ। ସ୍ୱାମୀ ଗୁରୁ, ସ୍ୱାମୀ ପରମ ବାନ୍ଧବ, ସେ ଗୁରୁ, ସେ ସଖା, ସେ ସହୋଦର ଏବଂ ସ୍ୱାମୀଙ୍କର ସେବା କରିବା ନାରୀର ଧର୍ମ। ସ୍ୱାମୀଙ୍କ ପାଦରେ ଯଦି ଭକ୍ତି ମତି ତାକୁ ଅର୍ପଣ କରିବୁ ନିଶ୍ଚିତ ଭାବରେ ତୋତେ ସ୍ୱର୍ଗ ପ୍ରାପ୍ତି ହେବ, ଏହା କହୁଛନ୍ତି। ଆହୁରି ମଧ୍ୟ ପରବର୍ତ୍ତୀ ପଦରେ ମୁନିପ୍ରବର ନିଜ କନ୍ୟାକୁ ସମ୍ବୋଧନ କରି କହୁଛନ୍ତି, ସ୍ୱାମୀ ଯା କହିବେ ଦୁଷ୍କର ହେଲେ ପାଳନେ ହେବୁ ତତ୍ପର। ଥରେ ଯା ବାରିବେ ଆହୁତ ହିଁ କେବେ ହେବୁ ନାହିଁ ଅଗ୍ରସର। ସ୍ୱାମୀ ଯାହା କହିବେ ତାହା ନିଶ୍ଚିତ ଭାବରେ ଦୁଷ୍କର ହେଲେ ଦୁଃସହ ହେଲେ ମଧ୍ୟ ତାହାକୁ ପାଳନ କରିବା ଜଣେ ପତିବ୍ରତା ନାରୀ ପକ୍ଷେ ବାଞ୍ଛନୀୟ। ଆଉ ଥରେ ଯାହାକୁ ସ୍ୱାମୀ ବାରଣ କରିବେ କେବେ ହେଲେ ସେ କଥାରେ ମନ ଧ୍ୟାନ ଦେବ ନାହିଁ, କାରଣ ସ୍ୱାମୀଙ୍କ ମନରେ କଷ୍ଟ ଦେବା ନାରୀର ଧର୍ମ ନୁହେଁ। ଦୁଃଖ ଥିଲେ ମନେ ଦୂର କରିବୁ ତା ସ୍ୱାମୀ ଦର୍ଶନ ମାତ୍ର। ପରିହାସ କଲେ ତାଙ୍କୁ ନ ମଣିବୁ ପ୍ରତି ପରିହାସ ପାତ୍ର। ସ୍ୱାମୀଙ୍କ ମନରେ କେବେ ଦୁଃଖ ହିଁ ଦେବୁ ନାହୁଁ। ଆଉ ଯଦି ଦୁଃଖିତ ଥାନ୍ତି ସ୍ୱାମୀ ନିଶ୍ଚିତ ଭାବରେ ଦର୍ଶନ ଦେଇ ସ୍ୱାମୀଙ୍କର ଦୁଃଖକୁ ଦୂର କରିବୁ। ଯଦି କୌଣସି କାଳେ କୌଣସି ସମୟରେ ସ୍ଥାନ କାଳ ପାତ୍ର ବିବେଚନାରେ ସ୍ୱାମୀ ପରିହାସ କରନ୍ତି ପରବର୍ତ୍ତୀ ସମୟରେ ସେ ତୁମ ପାଇଁ ପରିହାସର ପାତ୍ର ନୁହନ୍ତି, ଏହାକୁ ଗୁରୁଜ୍ଞାନ କରି ଘେନିବୁ ହେ କନ୍ୟା ଶକୁନ୍ତଳା। ଏହା କହୁଛନ୍ତି କଣ ମହର୍ଷି। ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ। ସ୍ୱାମୀଙ୍କର ଶଯ୍ୟା ତେଜିବା ପୂର୍ବରୁ ଉଠୁଥିବୁ ପ୍ରତ୍ୟୁଷରେ। ସ୍ୱାମୀଙ୍କ ଭୋଜନ ପରେ ତୁ ଭୁଞ୍ଜିବୁ ଶୋଇବୁ ଶୟନ ପରେ। ଖୁବ୍ ସରଳ ଆଉ ସାଦାସିଧା କଥା। ଆମ ସଂସ୍କୃତିର ପରିଚାୟକ ପତି ଏବଂ ପତ୍ନୀ ତାଙ୍କର ଯେଉଁ ଧର୍ମକୁ ପାଳନ କରିବା ଅବସରରେ ପୁରୁଷ ପରେ ହିଁ ନାରୀ ଶୟନ କକ୍ଷକୁ ଯାଏ। ସ୍ୱାମୀଙ୍କର ଶଯ୍ୟା ତ୍ୟାଗ ପୂର୍ବରୁ ଜଣେ ସ୍ତ୍ରୀ ନିଶ୍ଚିତ ଭାବରେ ପ୍ରତ୍ୟୁଷରେ ଶଯ୍ୟା ତ୍ୟାଗ କରିବା ଏକାନ୍ତ ବାଞ୍ଛନୀୟ। ଅବସର ଦେବୁ ନାହିଁ ତୋ ନେତ୍ରକୁ ପରପୁଂସ ନିରୀକ୍ଷଣେ। ସୋଦର ହେଲେ ହିଁ ନିର୍ଜନେ ନିକଟେ ରହିଦେବୁ ନାହିଁ କ୍ଷଣେ। ଯଦି ପରପୁରୁଷକୁ କେବେ ହେଲେ ଆଡ଼ ଆଖିରେ ଚାହିଁବୁ ନାହୁଁ। ଆଉ ମଧ୍ୟ କହୁଛନ୍ତି ଭାଇ ହେଲେ ମଧ୍ୟ ନିର୍ଜନରେ ଏକାନ୍ତରେ ଏକୁଟିଆ ତାଙ୍କ ସହିତ କଥା ହେବା ଉଚିତ ନୁହେଁ। ଏହା ନିଶ୍ଚିତ ଭାବରେ ଯୁଗ ଧର୍ମ ସୁନ୍ଦର ଭାବରେ ବୁଝେଇଛନ୍ତି କଣ ମହର୍ଷି ତାଙ୍କ କନ୍ୟାକୁ ଏବଂ ଗଙ୍ଗାଧରଙ୍କର କଲମରେ ସୁନ୍ଦର ଭାବରେ ଭାରତୀୟ ସଂସ୍କାର ଆଉ ସଂସ୍କୃତି ଉକୁଟି ଉଠିଛି। ଏବଂ ଆହୁରି କହିଛନ୍ତି ସ୍ୱାମୀ ଯେବେ ରୋଷ କରିବେ ଅଥବା କରିବେ ଯଦି ଭର୍ସନା ସେ ଦୋଷ ନ ଘେନି ନତ ଶିରେ ରହି କରିବୁ ତାଙ୍କ ଅର୍ଚ୍ଚନା। ଯଦି କୌଣସି କାରଣରୁ ସ୍ୱାମୀ ଖୁବ୍ ରାଗି ଯାଆନ୍ତି ତେବେ ଯଦି ଭର୍ସନା କରନ୍ତି ତାଙ୍କ ଦୋଷକୁ ଘେନିବୁ ନାହୁଁ। ଏବଂ ଆହୁରି ମଧ୍ୟ କହିଛନ୍ତି ନତ ଶିରେ ନତମସ୍ତକରେ ତାଙ୍କୁ ଅର୍ଚ୍ଚନା କରିବୁ, ତାଙ୍କୁ ସନ୍ତୋଷ ବିଧାନ କରିବୁ। ଏହା ସୁନ୍ଦର ପରମ୍ପରା। ନିଜ କରେ ରାନ୍ଧି ନିଜେ ଦେଉଥିବୁ ପତିଙ୍କି ଅନ୍ନ ବ୍ୟଞ୍ଜନ। ଭୋଜନ ସମୟ
ପାଶେ ଉଭା ହୋଇ ଚାଳିବୁ ଧରି ବ୍ୟଜନ। ନିଜ ହାତରେ ରାନ୍ଧି ନିଜ ସ୍ୱାମୀଙ୍କୁ ଖୁଆଇବାର ଯେଉଁ ଆନନ୍ଦ ତାହା ଜଣେ ପତିବ୍ରତା ରମଣୀ ବ୍ୟତୀତ ଆଉ କିଏ ବା ବୁଝିପାରିବ। ଆହୁରି ମଧ୍ୟ କହିଛନ୍ତି ଭୋଜନ ସମୟରେ ସ୍ୱାମୀଙ୍କ ପାଖରେ ବସିବୁ ଏବଂ ତାଙ୍କୁ ମିଠା ମିଠା କଥା କହି ଯେଉଁ କୁହାଯାଏ ତାଳବୃନ୍ତ ବା ବ୍ୟଜନ ବିଚଣ ସାହାଯ୍ୟରେ ବିଞ୍ଚି ଦେଉଥିବୁ। ଆହୁରି ମଧ୍ୟ କହିଛନ୍ତି ସ୍ୱାମୀ ସେବା କାର୍ଯ୍ୟେ ନାରୀ ପ୍ରତିନିଧି କଦାପି କରିବୁ ନାହିଁ। ବିନା ବେତନର ପରିଚାରିକାକୁ ଘରୁ ଦେବୁ ଘଉଡ଼ାଇ। ସ୍ୱାମୀଙ୍କର ସେବା କାର୍ଯ୍ୟରେ ନାରୀ ପ୍ରତିନିଧି କେବେ ହେଲେ ରଖିବୁ ନାହିଁ। ଏବଂ ଆହୁରି ମଧ୍ୟ ସେ ଦୋଷକୁ ଦୃଷ୍ଟ କରିଦେଇଛନ୍ତି। କହିଛନ୍ତି ବିନା ବେତନରେ ବିନା ପାରିଶ୍ରମିକରେ ବିନା ଦରମାରେ କୌଣସି ପରିଚାରିକା ବା ନାରୀ ପ୍ରତିନିଧି ନିଜ ଗୃହରେ ରଖିବୁ ନାହିଁ, ଘରୁ ଘଉଡ଼ାଇ ଦେବୁ। ଅର୍ଥାତ୍ ପରକୀୟା ପ୍ରେମକୁ ସେ ଏଠି ନିଶ୍ଚିତ ଭାବରେ ନାପସନ୍ଦ କରିଛନ୍ତି। ସ୍ୱାମୀଙ୍କ ସହିତ କୌଣସି ପରକୀୟା ପ୍ରେମର ସମ୍ଭାବନା ଏଥିରେ ହେଇପାରେ, ଏଥିପାଇଁ ସେ ଆଗୁସାର ହେଇଛନ୍ତି ଏବଂ ନିଜ କନ୍ୟାକୁ ସୁନ୍ଦର ଭାବରେ ଏ କଥାକୁ ବୁଝେଇ ଦେଇଛନ୍ତି। କ'ଣ ଋଷି? ସ୍ୱାମୀ ତ ବନି ଭାର ବହିଛନ୍ତି ତୋଷିରେ ତାଙ୍କ ଚରଣ। କେତେ ଧୈର୍ଯ୍ୟ ତୋହ ପାଇଁ ପ୍ରୟୋଜନ ରଖିବୁ ସଦା ସ୍ମରଣ। ସ୍ୱାମୀ ବାସୁକୀ ନାଗ ପ୍ରାୟ ତ ସଂସାର ରୂପକ ଏଇ ଯେଉଁ ଅବନୀ ତାର ଭାରକୁ ବହନ କରିଛନ୍ତି ଏବଂ ତାଙ୍କ ପାଇଁ କେତେ ଧୈର୍ଯ୍ୟ ପ୍ରয়োଜନ ହେବ ତାହାକୁ ସ୍ମରଣ ରଖିବା ଏକ ପତିବ୍ରତା ନାରୀର ବିଧେୟ ନିଶ୍ଚିତ ଭାବରେ କୁହାଯାଇଛି। ବାସଭୂଷଣର ଗର୍ବ ନ କରିବୁ ଅବାତ ହିଁ ପାଇଁ ଅଳି। ଯାହା ଦେବେ ତୋଷ ସନ୍ତୋଷ ଘେନିବୁ ଜାଣିବୁ ତାହା ତୋ ଭଳି। ବାସଭୂଷଣ ପାଇଁ କେବେ ହେଲେ ଗର୍ବ କରିବୁ ନାହିଁ ଯେ ମୁଁ ଖୁବ ସୁନ୍ଦର ବେଶ ପରିପାଟି ଅତି ମୂଲ୍ୟବାନ ଆୟ ଅଳଙ୍କାର ପିନ୍ଧି ଖୁବ ସୁନ୍ଦର ଦିଶିବି। ଏ ଗର୍ବ ଭାବନା ଯେଭଳି ଭାବରେ ତୋ ମନରେ ନ ରହେ ଏହା କହୁଛନ୍ତି। ଆହୁରି ମଧ୍ୟ କହୁଛନ୍ତି ଯାହା ସେ ଦେବେ ତାହା ତୋ ପାଇଁ ଯଥେଷ୍ଟ ଏବଂ ଭାବିବୁ ଯେ ଏ ବେଶ ଏ ପୋଷାକ ଏ ଆୟ ଅଳଙ୍କାର ତୋ ପାଇଁ ହିଁ କେବଳ ଖଞ୍ଜା ଯାଇଛି, ତୋ ପାଇଁ ହିଁ ଯଥେଷ୍ଟ, ଏତିକିରେ ହିଁ ସନ୍ତୁଷ୍ଟ ରହିବା ବିଧେୟ ଏହା କହୁଛନ୍ତି ମୁନି। ଆହୁରି ମଧ୍ୟ କହୁଛନ୍ତି ଶାଶୁଙ୍କ ଚରଣ ସେବୁଥିବୁ ନୀତି ଗୃହର ଦେବତା ମଣି। ଶାଶୁଟି ସ୍ୱାମୀର ପୂଜା ସିଂହାସନ ସର୍ବସମ୍ପଦର ଖଣି। ଏଇଭଳି ଭାବରେ ଗଙ୍ଗାଧରଙ୍କର ସାହିତ୍ୟ ନିଶ୍ଚିତ ଭାବରେ ଉପଦେଶମାଳାରେ ଭରପୁର ଅଛି। ପ୍ରଣୟବଲ୍ଲରୀ କାବ୍ୟରେ ସୁନ୍ଦର ଭାବରେ ସେ ନିଜ କନ୍ୟା ଶକୁନ୍ତଳାକୁ ଯେଉଁ ସମ୍ବୋଧନ କରିଛନ୍ତି ଏବଂ ଯେଉଁ ସୁଶିକ୍ଷା ଯେଉଁ ନୀତିଶିକ୍ଷା ପ୍ରଦାନ କରିଛନ୍ତି ତାହା ଆଜିର ଯୁଗରେ ପ୍ରାୟ ଅଚଳ ଦୌଣି ପରି ମନେ ହେଉଛି। ତଥାପି ଏ ସାହିତ୍ୟ ନିଶ୍ଚିତ ଭାବରେ ଯୁଗ ଯୁଗ ଧରି ଏ ଜାତିକୁ ଉଦ୍ବୁଦ୍ଧ କରୁଥିବ, ଏ ମାଟିକୁ ଉଦ୍ବୁଦ୍ଧ କରୁଥିବ। ଓଡ଼ିଆ ସଂସ୍କୃତି, ଓଡ଼ିଆ ସଭ୍ୟତା, ଓଡ଼ିଆ ସଂସ୍କାର ଏ ଦିଗରେ ଏହା ଏକ ଆଲୋକବର୍ତ୍ତିକା। କବିଙ୍କର ପ୍ରଣୟବଲ୍ଲରୀ କାବ୍ୟ ଏଥିରେ ଦ୍ୱିମତ ନାହିଁ। ତେଣୁ କବିଙ୍କୁ ଅୟୁତ ପ୍ରଣିପାତ।